ଷଷ୍ଠ ଶ୍ରେଣୀ ଗଣିତ ବହିର ନୂଆ ବହିରେ ଯେଉଁ ପ୍ରଥମ ଅଧ୍ୟାୟ ରହିଛି, ଯାହାକି ଆପଣମାନେ ଦେଖନ୍ତୁ ରହିଛି ଗଣିତରେ ସଂରଚନା। ତେବେ ଗଣିତରେ ସଂରଚନା କ'ଣ, ସଂରଚନା କାହାକୁ କହିବା, ତା ସହିତ ସେହି ଯେଉଁ ଅଧ୍ୟାୟଟି ରହିଛି ସେହି ଅଧ୍ୟାୟ ହିସାବରେ ଉପରେ କିଛି ଆପଣମାନେ ପିକ୍ଚର୍ସ ମଧ୍ୟ ଦେଖିପାରୁଛନ୍ତି। ତେଣୁ କ'ଣ ଏହି ଯେଉଁ ସିମ୍ବଲ ଗୁଡ଼ାକ ଦିଆହେଇଛି ବା ଯେଉଁ ପିକ୍ଚର୍ସ ଗୁଡ଼ାକ ଦିଆହେଇଛି ସେହି ସବୁକୁ ନେଇକି ଆମେ ଆଜି ଦେଖିବା ଯେ ଗଣିତରେ ସଂରଚନା। ସଂରଚନା କହିଲେ କ'ଣ ବୁଝାଯାଇଥାଏ। ତେବେ ଦେଖନ୍ତୁ, ଯଦି ପ୍ରଥମ ଥର ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଫଳରେ ଆମେ ଆଗାମୀ ସମୟରେ ଯଦି ଏମିତି କୌଣସି ଭିଡ଼ିଓ ଅପଲୋଡ଼ କରିବୁ ତେବେ ଆପଣ ସର୍ବପ୍ରଥମେ ଜାଣିପାରିବେ। ଏହା ସହିତ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସେୟାର କରିକି ଅନ୍ୟମାନଙ୍କୁ ଜଣାଇ ଦିଅନ୍ତୁ, ଯାହାଫଳରେ ସେମାନଙ୍କ ପାଖକୁ ଏହି ଭିଡ଼ିଓଟି ପହଞ୍ଚି ପାରିବ ଏବଂ ସେମାନେ ମଧ୍ୟ ଜାଣିପାରିବେ। ତେବେ ଦେଖନ୍ତୁ, ପ୍ରଥମ ଅଧ୍ୟାୟ ଯେଉଁ ରହିଛି କ୍ଲାସ୍ 6ର ଗଣିତରେ ସଂରଚନା। ଏହି ସଂରଚନାର ଅର୍ଥ କ'ଣ ଦେଖନ୍ତୁ। ପ୍ରଥମେ ଯେଉଁ ସିମ୍ବଲ ଗୁଡ଼ିକ ଦିଆହେଲା, ପ୍ରଥମେ ଦେଖନ୍ତୁ ଗୋଟିଏ ଗାର ରହିଲା, ତାପରେ କିଛି ଗୁଡ଼ାଏ ଗାର ଏଡ଼୍ ହେଇକି ଏମିତି ଗୋଟିଏ ତାର ସିମ୍ବଲ ବା ତାର ପିକ୍ଚରଟି ତିଆରି କରାହେଲା। ତା ପରବର୍ତ୍ତୀ ଯେଉଁ ପିକ୍ଚର ରହିଲା ସେଇଠି ଦେଖନ୍ତୁ ଆଉ କିଛି ଗୁଡ଼ାଏ ଅଧିକ ଗାର ଦିଆ ହେଇକି ଏମିତି ଅଲଗା ଅଲଗା ସବୁ ତାର ଯେଉଁ ଗଠନ, ତାର ଯେଉଁ ଷ୍ଟ୍ରକ୍ଚର ହେଲା। ପ୍ରଥମେ ଗୋଟିଏ ଗାର ରହିଲା, ତାପରେ ଆଉ କିଛି ଅଧିକ ଏଡ଼୍ ହେଲା, ତାପରେ ପୁଣି ଅଧିକ କିଛି ଏଡ଼୍ ହେଲା। ଏହି ହିସାବରେ ବଢ଼ି ଚାଲିଲା। ଆମେ କହିପାରିବା ସଂରଚନାର ଅର୍ଥ ହୋଇଯିବ ଷ୍ଟ୍ରକ୍ଚର। ଷ୍ଟ୍ରକ୍ଚର ମାନେ ହେଲା ଗଠନ। ଗଣିତରେ ସଂରଚନା ମାନେ ଗଣିତ ପାଠ ଯେଉଁ ବିଭିନ୍ନ ରହିଥାଏ, ଯୁଗ୍ମ ସଂଖ୍ୟା, ଅଯୁଗ୍ମ ସଂଖ୍ୟା, ଗୋଟିଏ ଯୁଗ୍ମ ସଂଖ୍ୟା କାହାକୁ କହିବା, ତାର ଗଠନ କିପରି, ସବୁକିଛି ଯେଉଁ ଡିଟେଲ୍ସ ଭାବରେ ଆପଣମାନେ ଜାଣିଛନ୍ତି, ଯୁଗ୍ମ ସଂଖ୍ୟା, ଅଯୁଗ୍ମ ସଂଖ୍ୟା, ଏଇଗୁଡ଼ାକ ହେଉଛି ଗୋଟିଏ ଗୋଟିଏ ଗଣିତର ସଂରଚନା ମାନେ ଗୋଟିଏ ଗୋଟିଏ ଷ୍ଟ୍ରକ୍ଚର ବା ତାହାର ଗଠନ। ତେବେ ଦେଖନ୍ତୁ, ପ୍ରଥମେ ରହିଲା ଡିଟେଲ୍ସରେ ଯିବାନି, ଯାହା ଜାଣିବା କଥା, ଯାହା ସବୁ ମେନ୍ ପଏଣ୍ଟସ୍ ଗୁଡ଼ାକ ରହିଥିବ ସେହି ସବୁ ଆମେ ଆଲୋଚନା କରିବା, ସେହି ସବୁ ଆମେ ଦେଖିବା। ପ୍ରଥମେ ଆପଣମାନେ ଦେଖନ୍ତୁ ରହିଛି ଗଣିତ କ'ଣ। ଆପଣମାନେ ପାଠ ପଢ଼ିଛନ୍ତି ପ୍ରଥମରୁ ନେଇକି ପଞ୍ଚମ ପର୍ଯ୍ୟନ୍ତ। ଏହି ଯେଉଁ ଗଣିତ କ'ଣ ବିଷୟରେ ସେମିତି କୌଣସି ବହିରେ ପ୍ରାୟ ପଢ଼ିନଥିବେ, କିନ୍ତୁ ଏଥର ଯେଉଁ ନୂଆ ବହି ଚେଞ୍ଜ ହୋଇସାରିଛି, ଚେଞ୍ଜ ହୋଇସାରିଲା ପରେ ଯେତେବେଳେ ଆପଣମାନେ ଷଷ୍ଠ ଶ୍ରେଣୀରେ ପାଦ ଦେଉଛନ୍ତି ସେତେବେଳେ ଆପଣଙ୍କୁ ପ୍ରଥମେ ଏଇଠି ପାଇଯିବେ ଯେ ଗଣିତ କ'ଣ। ପ୍ରଥମ କଥା ହେଲା ଯେଉଁ କୁହାଗଲା ଗଣିତ କ'ଣ, ତେବେ ସାଧାରଣ ଭାବେ ଗଣିତ ହେଉଛି ସଂରଚନା ଗୁଡ଼ିକୁ ଖୋଜିବା ଏବଂ ସେହି ସଂରଚନା ଗୁଡ଼ିକୁ କାହିଁକି ଏପରି ହୋଇଥାନ୍ତି ତାକୁ ବୁଝାଇବା। ତେବେ ଦେଖନ୍ତୁ, ପ୍ରତ୍ୟେକଟି ସଂଖ୍ୟା, ପ୍ରତ୍ୟେକଟି ଅଙ୍କ ବା ଯେଉଁ ଗଣିତ ବିଷୟରେ ଆମେ ପଢ଼ିଥାଉ, ଯୁଗ୍ମ ସଂଖ୍ୟା, ଅଯୁଗ୍ମ ସଂଖ୍ୟା, ମୌଳିକ ସଂଖ୍ୟା, ଯୌଗିକ ସଂଖ୍ୟା, ପ୍ରକୃତ ସଂଖ୍ୟା, ସମ୍ପୂର୍ଣ୍ଣ ସଂଖ୍ୟା, ପରିମେୟ ସଂଖ୍ୟା, ଯାହା ବି କିଛି ଆମେ ଦେଖିଥାଉ, ଯେମିତିକି ଧନାତ୍ମକ ଗୋଟିଏ ସଂଖ୍ୟା ମନେ କରନ୍ତୁ +2 ଏବଂ ଋଣାତ୍ମକ ଗୋଟିଏ ସଂଖ୍ୟା ମନେ କରନ୍ତୁ -2, ଦୁଇଟା ଯାକ ସମାନ ନୁହେଁ, ଅଲଗା ଅଲଗା। ଯେମିତିକି ଆମେ କହିପାରିବା ଯୁଗ୍ମ ସଂଖ୍ୟା ଯଦି ଆମେ 2କୁ କହିପାରିବା, 4କୁ କହିପାରିବା, 6କୁ, ଏମିତି 2 2 ବଢ଼େଇ ଚାଲିଲା ପରେ ଯେତେ ସବୁ ସଂଖ୍ୟା ପାଇବା ଆମେ ଯଦି ତାକୁ ଯୁଗ୍ମ ସଂଖ୍ୟା କହିବା, ଠିକ୍ ସେହିପରି ଯେତେ ସବୁ ବିଜୋଡ଼ା ସଂଖ୍ୟାକୁ ଆମେ ଅଯୁଗ୍ମ ସଂଖ୍ୟା ବୋଲି କହିବା। ଏଇ ଯେଉଁ ତାର ଗୋଟିଏ ଗୋଟିଏ ଗଠନ ପ୍ରଣାଳୀ, ତାର ଯେଉଁ ଗୋଟିଏ ଷ୍ଟ୍ରକ୍ଚର, ତାକୁ ସବୁ ଅଲଗା ଅଲଗା ରହିଥାଏ। ତେଣୁ କ'ଣ ହୁଏ ନା ଯେ ଗଣିତ ହେଉଛି ସଂରଚନା ଗୁଡ଼ିକୁ ଖୋଜିବା, ସେହି ସଂରଚନା ଗୁଡ଼ିକୁ କିପରି ତିଆରି ହେଲା, ତାର ସମାଧାନ ପରେ କ'ଣ ବାହାରିଲା, ସେହି ସବୁ ହେଉଛି ଗଣିତ। ଏହି ଯେଉଁ ସଂରଚନା ଗୁଡ଼ିକ କାହିଁକି ଏମିତି ହେଇଛି ବା ତାର ଯେଉଁ ଗଠନ କ'ଣ ପାଇଁ ସେମିତି ହେଇଛି, ତାକୁ ଯେଉଁ ଆମେ ଖୋଜି ବାହାର କରିବା ବା ତାର ଯେଉଁ ଫାଇନାଲ୍ ଆନ୍ସର୍ ଆମେ ଜାଣିବା, ସେଇଟା ହିଁ ହେଉଛି ଗଣିତ, ତାହାକୁ ବୁଝାଇଥାଏ। ଏହି ସବୁ ସଂରଚନା ପ୍ରକୃତରେ ଆମ ଚାରିପାଖରେ ଦେଖାଯାଇଥାଏ ଏବଂ ଯେପରିକି କ'ଣ ହୁଏ ନା ଘରେ, ବିଦ୍ୟାଳୟରେ ଏବଂ ସୂର୍ଯ୍ୟ, ଚନ୍ଦ୍ର, ତାରାମାନଙ୍କର ଗତି ଇତ୍ୟାଦିରେ ଯେମିତିକି ଗତିର ମାପ କରାଯାଏ। କିଏ କେତେ ବେଗରେ ଯାଇଥାଏ, କିଏ ଧୀମା ଚାଲିଥିଲା ବେଳେ ବା ଧୀମା ଗତିରେ ଯାଉଥିବା ବେଳେ କିଏ ଟିକେ ଦ୍ରୁତ ଗତିରେ ଯାଇଥାଏ। ତେଣୁ ଏହିସବୁ ଯେତେ ସବୁ ମାପ, କିଏ କେତେ ବେଗରେ ଗଲା, ଏହି ସବୁକୁ ଗଣିତ କହିବା। ପ୍ରତ୍ୟେକଟି ଜିନିଷ ଆମେ ଦେଖୁଥିବା ଏବଂ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ବଜାରରୁ ଜିନିଷ କିଣିବା ଏବଂ ରୋଷେଇ କରିବା, ଖେଳିବା ବେଳେ ବଲ୍କୁ ଫିଙ୍ଗିବା, ପାଣିପାଗରେ ଥିବା ସଂରଚନାକୁ ବୁଝିବା, ଏହିସବୁ ଯାହା ସବୁ ବାହାରିଲା ସଂରଚନା କରିବା ପରେ ତାର ଯେଉଁ ଗଠନ ହେଇସାରିଲା ପରେ ଯାହା କିଛି ସବୁ ତାର ହିସାବ କରାଯାଉଛି ବା ତାର ଫାଇନାଲ୍ ଆନ୍ସର୍ ଯାହା ବି ବାହାର କରାଯାଉଛି, ସେଇ ସବୁ ହେଇଗଲା ଆପଣଙ୍କର ଗଣିତ। ଏଇ ଯେଉଁ ଚାପ୍ଟରଟି ରହିଛି ପ୍ରଥମ ଅଧ୍ୟାୟ, ଏଇଥିରେ ଆପଣଙ୍କର ସେମିତି କୋଶ୍ଚିନ୍ କୌଣସି ବି ନାହିଁ, ମାନେ ଅଭ୍ୟାସ କାର୍ଯ୍ୟ ଯେଉଁ ରହିବା କଥା, ଅଭ୍ୟାସ କାର୍ଯ୍ୟ ପ୍ରାୟ ନାହିଁ। ଆମେ କ'ଣ କରିଥାଉ ନା ଜେନେରାଲି ଯେତେ ସବୁ ବହି ଗୁଡ଼ିକର ଆପଣଙ୍କର କୋଶ୍ଚିନ୍ସ ରହିଥାଏ, ସେହି କୋଶ୍ଚିନ୍ସ ଗୁଡ଼ିକର ଆନ୍ସର୍ ଆମେ ଫାଇଣ୍ଡ ଆଉଟ୍ କରିବା ପାଇଁ ଚେଷ୍ଟା କରିଥାଉ, ଖୋଜି ବାହାର କରିକି ଆମେ ଆପଣମାନଙ୍କୁ ଜଣାଇ ଦେଇଥାଉ। କିନ୍ତୁ ଏହି ଯେଉଁ ଅଧ୍ୟାୟଟି ରହିଛି ଏଇଥିରେ ସେମିତି କୌଣସି ପ୍ରଶ୍ନାବଳୀ ନାହିଁ। ତେଣୁକରି କ'ଣ ହେବ ନା ଯାହା ବି ସବୁ ତାର ପାଠ ଦିଆହେଇଛି ତାକୁ ଆମେ ପ୍ରଥମେ ବୁଝିବାକୁ ଚେଷ୍ଟା କରିବା। ଯଦି ଆମେ ପ୍ରଥମ ଅଧ୍ୟାୟଟି ଆପଣମାନେ ବୁଝିପାରୁଛନ୍ତି ତାହେଲେ ଆପଣ ପରବର୍ତ୍ତୀ ଅଧ୍ୟାୟ ଗୁଡ଼ିକ
ଆପଣମାନେ ଭଲ ଭାବରେ ବୁଝିପାରିବେ। କୌଣସି ବି ଅଡ଼ୁଆ ହେବ ନାହିଁ। ପରବର୍ତ୍ତୀ ଅଧ୍ୟାୟ ଗୁଡ଼ିକରେ ଯଦିଓ ବି ଆପଣଙ୍କର ପ୍ରଶ୍ନାବଳୀ ରହିଥିବ, କ୍ୱେଶ୍ଚନ୍ସ ରହିଥିବ, ତା'ର ଆନ୍ସର୍ ଆପଣମାନେ ଇଜିଲି ବାହାର କରିପାରିବେ। ଏବଂ ଦେଖନ୍ତୁ ଏଇ ଯେଉଁ ପେଜ୍ ଆପଣଙ୍କର ରହୁଛି ପ୍ରଥମ ଅଧ୍ୟାୟର, ଯେଉଁଥିରେ କି ଆପଣଙ୍କର ଟୋଟାଲ୍ 12ଟି ପେଜ୍ ରହିଛି। ତେଣୁ ସେ 12 ପେଜ୍ ଭିତରୁ ଆମେ ଚେଷ୍ଟା କରିବା ଆଜି ମ୍ୟାକ୍ସିମମ୍ ପେଜ୍କୁ କଭର୍ କରିବା ପାଇଁ। ଯଦି ଭିଡ଼ିଓଟି ବଡ଼ ଲେନ୍ଦି ହୋଇଯାଉଛି ବା ଅଧିକ ଲମ୍ବା ବିଶିଷ୍ଟ ହୋଇଯାଉଛି, ତାହେଲେ ଆମେ ଅଧା ଅଧା ଦେଖିବା। ପ୍ରଥମେ ମନେ କରନ୍ତୁ 6ଟି ପେଜ୍ ବିଷୟରେ ଆମେ ଦେଖିବା, ତାପରେ ପରବର୍ତ୍ତୀ ପେଜ୍ ଗୁଡ଼ାକ ବିଷୟରେ ଆମେ ପରେ ପଢ଼ିବା। ପରବର୍ତ୍ତୀ ପେଜ୍ ଗୁଡ଼ାକରେ ଯାହା ବି ବାକି ତକ ରହିଥିବ ତାକୁ ଆମେ ପରବର୍ତ୍ତୀ ସମୟରେ ପଢ଼ିବା। ତେବେ ଏହିସବୁ ହୋଇସାରିଲା ପରେ ଯେତେ ସବୁ ସଂରଚନା ଗୁଡ଼ିକୁ ଖୋଜିବା, ସେଗୁଡ଼ିକୁ ବର୍ଣ୍ଣନା କରିବା ଏବଂ ଏକ ମଜାଳିଆ ଏବଂ ସୃଜନଶୀଳ କାର୍ଯ୍ୟ। ତାପରେ ଏହିସବୁ ରହିସାରିଲା ପରେ ଆଉ ସେମିତି କିଛି ଦିଆଯାଏ ନାହିଁ, ହେଲେ ବି ଆପଣମାନେ ଚାହିଁଲେ ପଢ଼ିପାରିବେ। ତେଣୁ ପଢ଼ିକି ଆପଣମାନେ ଏହି ଜାଗାଟିକୁ କ୍ଲିଅର୍ ହୋଇଯିବେ। ହୋଇସାରିଲା ପରେ ଦେଖନ୍ତୁ ତା ପରବର୍ତ୍ତୀ ଯେଉଁ ପୃଷ୍ଠା ରହିଛି ପେଜ୍ ନମ୍ବର 2, ସେଇଥିରେ କ'ଣ ରହୁଛି ନା ବିଭିନ୍ନ ଗୋଟେ ଉଦାହରଣ ଦିଆହେଲା। ଦେଖନ୍ତୁ ତାରା, ଗ୍ରହ ଏବଂ ସେମାନଙ୍କର ଉପଗ୍ରହ ଗୁଡ଼ିକର ଗତିବିଧିରେ ଥିବା ସଂରଚନା ଗୁଡ଼ିକୁ ବୁଝି ମାଧ୍ୟାକର୍ଷଣ ତତ୍ତ୍ୱ ଆବିଷ୍କାର କରିବାକୁ ମାନବ ସମାଜ ସକ୍ଷମ ହେଲା, ଯାହାକୁ ଆମେ ମହାକାଶକୁ ନିଜସ୍ୱ ଉପଗ୍ରହ ଏବଂ ତତ୍କ୍ଷେପଣ କରିବାରେ ଏବଂ ଚନ୍ଦ୍ର ମଙ୍ଗଳ ଗ୍ରହକୁ ରକେଟ୍ ପଠାଇବାରେ ସହାୟକ ହୋଇପାରିଲା। ତେବେ ଦେଖନ୍ତୁ ତାର ଗୋଟେ ସମାଧାନ ଖୋଜାଯାଏ। ଯେଉଁ ଗୋଟେ ଗଣିତ ପାଠ ରହିଲା, ତାର ଗଠନ କାହିଁକି ସେମିତି ହେଲା, ଗଠନ ହେଲା ପରେ ତାର ଯେଉଁ ଫାଇନାଲ୍ ଆନ୍ସର୍ ବାହାରିଲା ତାହା କ'ଣ ପାଇଁ ଏମିତି ହେଲା, ତାର ଯେଉଁ ଗୋଟେ ଲାଷ୍ଟରେ ଗୋଟେ ଆନ୍ସର୍ ଖୋଜି ବାହାର କରିବା ବା ତାର ଗୋଟେ ସମାଧାନ ବାହାର କରିବା, ସେଇଟା ହିଁ ହେଉଛି ଗଣିତ। ବା ତାକୁ କେଉଁ ୱେରେ ପ୍ରେଜେଣ୍ଟ କରାହେଲା, କେଉଁ ୱେରେ ସେହି ଗଣିତଟିକୁ ସମାଧାନ କରାହେଲା, ଏହିସବୁ ହେଉଛି ଗଣିତ। ତେଣୁ ସେହିଭଳି କ'ଣ ହେଲା ନା ହଜାର ହଜାର ଉଦାହରଣ ରହିଛି, ଯେଉଁଗୁଡ଼ାକ ଦେଖନ୍ତୁ କେତେ ଗୁଡ଼ିଏ ଉଦାହରଣ ଏଠି ଦିଆହେଲା। ଦେଖନ୍ତୁ ରହିଲା ଆସ ବୁଝିବା। ମନେ କରନ୍ତୁ ତୁମେ ଏହିପରି ଅନ୍ୟ ଉଦାହରଣ ବିଷୟରେ ଚିନ୍ତା କର, ଯେଉଁଠାରେ ଗଣିତ ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରିଥାଏ। ଦୈନନ୍ଦିନ ସାହାଯ୍ୟରେ କେଉଁ କେଉଁ ସ୍ଥାନରେ ଆମକୁ ସାହାଯ୍ୟ କରିଥାଏ? ମନେ କରନ୍ତୁ ଆପଣ ଯାଉଛନ୍ତି କୌଣସି ଗୋଟେ ରାସନ ଦୋକାନକୁ ସଉଦା କରିବା ପାଇଁ ବା ଯାହା ବି କିଛି ସାମଗ୍ରୀ ଆଣିବା କଥା ତାହା ଆଣିବା ପାଇଁ ଯାଉଛନ୍ତି। ତେଣୁ ସେଇଠି ଗଣିତର ଆବଶ୍ୟକତା ହେବ ନା ହେବନି? ଯେହେତୁ ଆପଣ ରାସନ କିଣୁଛନ୍ତି ଏବଂ ପରେ ପଇସା କେତେ ହେଲା, କେତେ ରାସନ ନେଲେ, କେତେ ପରିମାଣର ରାସନ ନେଲେ, ପଇସା ହିସାବଠୁ ନେଇକି ଓଜନ ହିସାବ, ତା ସହିତ ଯେଉଁ ଗ୍ରାମ କିଲୋଗ୍ରାମର ଯେଉଁ ଓଜନ, ଲିଟର ମିଲିଲିଟରର ଯାହା ସବୁ ମାପ, ସବୁକିଛି ଆପଣଙ୍କୁ ଦେଖିବା ପାଇଁ ପଡ଼ିବ। ଯଦି କିଛି ସେମିତି ତାର କିଣୁଛନ୍ତି କିମ୍ବା ଅଲଗା କୌଣସି ପାଇପ୍ କିଣୁଛନ୍ତି, ତାହେଲେ ଆପଣଙ୍କୁ ସେଠାରେ ମିଟର ସେଣ୍ଟିମିଟରର ମଧ୍ୟ ମାପ ଦେଖିବାକୁ ମିଳିବ। ତେଣୁ ପ୍ରାୟ ଦୈନନ୍ଦିନ ଜୀବନରେ କେଉଁଠି ନା କେଉଁଠି ଗଣିତ ରହିଛି। ଯେମିତିକି ଆପଣମାନେ ଦିନଟିକୁ କଟେଇବା ପାଇଁ ହିସାବ କରିଥାନ୍ତି ଯେ କେତେ ଘଣ୍ଟା ଶୋଇବାକୁ ପଡ଼ିବ, କେତେ ଘଣ୍ଟା ପାଠ ପଢ଼ିବାକୁ ପଡ଼ିବ, କେଉଁ ସମୟରେ ଖେଳିବା ଉଚିତ, ସବୁକିଛି ଗୋଟିଏ ହିସାବ କରିକି ତାର ଗୋଟିଏ ଟାଇମ୍ ଟେବୁଲ୍ ତିଆରି କରିକି ଆପଣମାନେ ଯେମିତି ସବୁ କାର୍ଯ୍ୟ କରନ୍ତି। ତେଣୁ କହିବାକୁ ଗଲେ ଦିନସାରା ଯାହା ବି କିଛି ଘଟିଥାଏ ବା ଯାହା ବି କିଛି କରିଥାଉ, ସେଥିପାଇଁ ଗଣିତର ହାତ କେଉଁଠି ନା କେଉଁଠି ଅଛି ବା ସେଇ ଭିତରେ ଗଣିତ କେଉଁଠି ନା କେଉଁଠି ଲୁଚିକି ରହିଛି। ତେବେ 2 ନମ୍ବରରେ ଦେଖନ୍ତୁ ଗଣିତ କିପରି ମାନବିକତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ସେ ଯେଉଁ ଗୋଟେ କ୍ୱେଶ୍ଚନ୍ ପଚାରିଲା, ଏବଂ ତୁମେ ବିଜ୍ଞାନରେ ପରୀକ୍ଷଣ, ଆମର ଅର୍ଥନୀତି, ଗଣତନ୍ତ୍ର ଚଳାଇବା, ପୋଲ, ଘର କିମ୍ବା ଅନ୍ୟାନ୍ୟ ଜଟିଳ ଗୃହ ନିର୍ମାଣ, ଟିଭି, ମୋବାଇଲ, କମ୍ପ୍ୟୁଟର, ସାଇକେଲ, ରେଳଗାଡ଼ି, ମୋଟର କାର୍, ଉଡ଼ାଜାହାଜ, କ୍ୟାଲେଣ୍ଡର, ଘଣ୍ଟା ଇତ୍ୟାଦି ତିଆରି କରିବା ସହ ସମ୍ପୃକ୍ତ ଉଦାହରଣ ଗୁଡ଼ିକ ବିଷୟରେ ଚିନ୍ତା କରିପାର। ତେଣୁ ଆପଣମାନେ ନିଜେ ବି ଯାହା ସବୁ ଉଦାହରଣ ଏଠି ଦିଆହେଲା, ଏହିସବୁକୁ ନେଇକି ଆପଣ ନିଜେ ମଧ୍ୟ ଚିନ୍ତା କରିପାରିବେ। ତାପରେ ଦେଖନ୍ତୁ କୁହାଗଲା ଯେ ସଂଖ୍ୟାରେ ସଂରଚନା। ସଂରଚନା ଅର୍ଥାତ୍ ଯେମିତିକି କହିଦେଲି ଷ୍ଟ୍ରକ୍ଚର ବା ଗଠନ, ସଂଖ୍ୟା ବି ସେମିତି ଅଲଗା ଅଲଗା ଟାଇପ୍ର ତା'ର ଗଠନ ଶୈଳୀ ରହିଛି। ଏଇଠି ଦେଖନ୍ତୁ ଗଣିତର ସବୁଠାରୁ ଅଧିକ ମୌଳିକ ସଂରଚନା ସଂଖ୍ୟାର ସଂରଚନାରେ ଲକ୍ଷ୍ୟ କରାଯାଇଥାଏ। ବିଶେଷ କରି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ କ'ଣ ହୁଏ ନା 0ରୁ ଷ୍ଟାର୍ଟ ହେଇଥାଏ। 0, 1, 2, 3, 4 ଏମିତି, ତାପରେ ଚାଲିଲା ଏମିତି ଅପ୍ ଟୁ ଇନଫିନିଟି, ମାନେ ଅସୀମ ପର୍ଯ୍ୟନ୍ତ, ସରିବା ପର୍ଯ୍ୟନ୍ତ ଚାଲିଲା। ତାର ତ ଶେଷ ନାହିଁ, ଅସୀମ। ତେଣୁ ସେ ମାଡ଼ି ଚାଲିଛି। ତେଣୁ 0ରୁ ଆରମ୍ଭ ହେଇକି 1 ରହିଲା, 2 ରହିଲା, 3 ରହିଲା, 4 ରହିଲା, ଏମିତି ସବୁ କିଛି ରହିକି ସେ ଆଗକୁ ବଢ଼ି ଚାଲିଛି ଏବଂ ତାର ସମାପ୍ତ ନାହିଁ। ତେଣୁ ଗଣିତରେ ସବୁଠାରୁ ଅଧିକ ମୌଳିକ ସଂରଚନା ସଂଖ୍ୟାରେ ସଂରଚନାରେ ଲକ୍ଷ୍ୟ କରାଯାଇଥାଏ ଯେ ବିଶେଷ କରି ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ କ'ଣ ହୁଏ, 0ରୁ ଷ୍ଟାର୍ଟ ହେଇଥାଏ। ଗଣିତର ଯେଉଁ ବିଭାଗରେ ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଏ, ତାହାକୁ ସଂଖ୍ୟା ତତ୍ତ୍ୱ କୁହାଯାଏ। ଏଠି ଦେଖନ୍ତୁ ଯେଉଁ ବିଭାଗରେ ଗଣିତର ଯେଉଁ ବିଭାଗରେ ବା ଯେଉଁ ସେକ୍ସନରେ କ'ଣ ହୁଏ ନା ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଇଥାଏ। ସଂଖ୍ୟାର ସଂରଚନା, ସଂଖ୍ୟାର ଗଠନ, ଯେମିତିକି ମୁଁ ଷ୍ଟାର୍ଟିଂରୁ କହିଦେଲି ଅଲଗା ଅଲଗା ସବୁ ସଂଖ୍ୟା ରହିଥାଏ। ଯୁଗ୍ମ, ଅଯୁଗ୍ମ,
ଧନାତ୍ମକ, ଋଣାତ୍ମକ, ପରିମେୟ, ଅପରିମେୟ, ମୌଳିକ ସଂଖ୍ୟା, ଯୌଗିକ ସଂଖ୍ୟା, ଯେତେ ସବୁ ସଂଖ୍ୟା ରହିଲା। ତେଣୁ ଗଣିତର ଯେଉଁ ବିଭାଗରେ ସ୍ୱାଭାବିକ ସଂଖ୍ୟାମାନଙ୍କର ସଂରଚନା ସମ୍ପର୍କରେ ପଢ଼ାଯାଏ ତାହାକୁ ସଂଖ୍ୟା ତତ୍ତ୍ୱ କୁହାଯାଏ। ସଂଖ୍ୟାକ୍ରମ ହେଉଛି ସବୁଠାରୁ ଅଧିକ ସାଧାରଣ ଏବଂ ଆକର୍ଷଣୀୟ ପ୍ରକାର ସଂରଚନା ଯାହାକୁ ଗଣିତଜ୍ଞମାନେ ଅଧ୍ୟୟନ କରିଥାନ୍ତି। ତାପରେ ଦେଖନ୍ତୁ ସାରଣୀ 1ରେ ଗଣିତରେ କେତେକ ସଂଖ୍ୟାର କ୍ରମକୁ ଦିଆଯାଇଛି। ଏଇଠି ଦେଖନ୍ତୁ, ଦେଖନ୍ତୁ ସାରଣୀ 1, ଏଇଠି ପାଠ ଆରମ୍ଭ ହେଲା। ଯେମିତିକି ଦେଖନ୍ତୁ ପ୍ରଥମେ ରହିଲା 1 1 1 1 1। ଏହା ବ୍ୟତୀତ ମନେ କରନ୍ତୁ ଏକ ଜାଗାରେ 2 2 2 2 ରହିଥାନ୍ତା କିମ୍ବା 3 3 3 3 ଏମିତି ରହିଥାନ୍ତା। ତେଣୁ ସେଇଟା କ'ଣ ହେଇଗଲା, ତାପରେ ଡଟ୍ ଡଟ୍ ଡଟ୍, ତାମାନେ ପୁଣି ସେହି 1 1 1 1 ହେଇକି ଚାଲିଲା। ତେଣୁ ଏଇଠି କ'ଣ ହେଲା, ବ୍ରାକେଟ୍ରେ ଲେଖାଯାଇଛି ଦେଖନ୍ତୁ ସବୁଗୁଡ଼ିକ 1। ମାନେ ନର୍ମାଲ ସଂଖ୍ୟା ଆମେ ଜାଣିପାରୁଛୁ, ଯଦି 2 2 2 2 ରହିଥାନ୍ତା ତାହେଲେ ଆମେ କହିପାରିଥାନ୍ତେ ବା ସବୁ ଅଙ୍କ ଗୁଡ଼ିକ 2। 3 ଯଦି ଥାନ୍ତା ତାହେଲେ ଆମେ କହିପାରିଥାନ୍ତେ ଯେ ସବୁ ଅଙ୍କ ଗୁଡ଼ିକ ବା ସବୁ ସଂଖ୍ୟା ଗୁଡ଼ିକ 3। ତେଣୁ ଏଇଠି ଯେଉଁ ରହିଲା 1 1 1 1 ଏମିତି ହେଇକି ଯେଉଁ ଚାଲିଲା, ଆଗକୁ ବଢ଼ି ଚାଲିଛି। ତେଣୁ ସେଇଟା ହେଇଗଲା କ'ଣ ନା ସବୁଗୁଡ଼ିକ 1 ସମାନ ସଂଖ୍ୟା ବା ସମାନ ଅଙ୍କ। ତାପରେ ରହିଲା ଦେଖନ୍ତୁ ଗଣନ ସଂଖ୍ୟା। ଗଣନ ସଂଖ୍ୟା କେମିତି ଦିଆହେଲା ନା 1 2 3 4 5 6 7, ତାପରେ ଡଟ୍ 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 ଅସୀମ ପର୍ଯ୍ୟନ୍ତ, ଅପ୍ ଟୁ ଇନଫିନିଟି ସେମିତି ଚାଲିଛି। ଯେତେ ଗଣି ଚାଲିବେ ବା ଯେତେ 1 1 ବଢ଼େଇକି ଆପଣମାନେ ଚାଲିବେ ସେତେ ଆଗକୁ ବଢ଼ିକି ଚାଲିବ। ତେଣୁ ଏଇଠି ଆପଣଙ୍କର ଦେଖନ୍ତୁ କ'ଣ ରହୁଛି, ଏହା ହେଲା ଗଣନ ସଂଖ୍ୟା। ଆମେ ଗଣନ ସଂଖ୍ୟା କାହାକୁ କହିବା ନା ଆମେ ନର୍ମାଲି ଯେତେବେଳେ ମନେ କରନ୍ତୁ ଆମକୁ କେହି ଗଣନ ସଂଖ୍ୟା ଗଣିବା ପାଇଁ କହୁଛନ୍ତି, ଆମେ କ'ଣ କରିଥାଉ ନା ଗଣିବା ଷ୍ଟାର୍ଟ କରିଦେଇଥାଉ ଏବଂ ଗଣିବା ଷ୍ଟାର୍ଟ କରିକି ଆମେ 1 2 3 4 5 6 7 8 9 10 ଏମିତି ଭାବରେ ଆଗକୁ ବଢ଼ି ଚାଲିଥାଉ ବା ଆଗକୁ ଗଣି ଚାଲିଥାଉ। ଆପଣମାନେ ନୋଟିସ୍ କରିଥିବେ, ଦେଖିବେ ଯେକୌଣସି ବି ବ୍ୟକ୍ତି ଗଣିବା ପୂର୍ବରୁ ଶୂନ କେବେ ବି ପ୍ରଥମେ କୁହନ୍ତି ନାହିଁ। ଯେ ମନେ କରନ୍ତୁ କାହାକୁ ଗୋଟେ ଗଣିବା ପାଇଁ କୁହାହେଲା ଗଣନ ସଂଖ୍ୟା, ସେ ଦେଖିବେ କେବେ ଶୂନରୁ ଷ୍ଟାର୍ଟ କରିବେ ନାହିଁ। ମାନେ 0 1 2 3 ଏମିତି ସେ କେବେ ଷ୍ଟାର୍ଟ କରିବେ ନାହିଁ। କ'ଣ ହୁଏ ନା ଯେତେବେଳେ କାହାକୁ ଗୋଟେ ଗଣିବା ପାଇଁ କୁହାଯାଇଥାଏ ସେ ସାଧାରଣତଃ 1ରୁ ଷ୍ଟାର୍ଟ କରିଥାନ୍ତି। 1 2 3 4 ଏହିପରି ଭାବରେ ସେ ଷ୍ଟାର୍ଟ କରିଥାନ୍ତି। ତେଣୁ ନେଚୁରାଲ୍ ଆମର ଯେଉଁଟା ବାହାରିଥାଏ, ଦେଖିବେ ଆମର ଶୂନ ଉଚ୍ଚାରଣ ହୁଏ ନାହିଁ ବା ମୁହଁରୁ ବାହାରି ନଥାଏ। ତେଣୁ ଯେଉଁଟା ଆମର ନର୍ମାଲ୍ ବାହାରିଲା, କାହାକୁ ଗଣିବା ପାଇଁ କୁହାଗଲା ମାନେ ନର୍ମାଲ୍ ଯେଉଁଟା ପ୍ରଥମେ ବାହାରିଲା ସେଇଟା ହେଇଗଲା ଗଣନ ସଂଖ୍ୟା। ମାନେ ଗଣିଲା ବେଳେ ଆମେ ଶୂନକୁ ବ୍ୟବହାର କରିନଥାଉ। ତାପରେ ଆସିଗଲା ଅଯୁଗ୍ମ ସଂଖ୍ୟା। ଅଯୁଗ୍ମ ସଂଖ୍ୟା ଆପଣମାନେ ଜାଣିଛନ୍ତି 1। ଯେତେ ସବୁ ବିଯୋଡ଼ା ସଂଖ୍ୟା, ଯୋଡ଼ା ସଂଖ୍ୟା ମାନେ କ'ଣ, 2ଟା ନେଇକି ଗୋଟେ ଯୋଡ଼ା, ପୁଣି 2ଟା ନେଇକି ଗୋଟେ ଯୋଡ଼ା। ଯେଉଁ ସଂଖ୍ୟା ଗୁଡ଼ିକ 2 ଦ୍ୱାରା ବିଭାଜିତ ହୋଇପାରିବ ନାହିଁ ବା ଯେଉଁ ସଂଖ୍ୟା ଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ନୁହେଁ, ସେଇଗୁଡ଼ାକ ହେଇଗଲା ଅଯୁଗ୍ମ ସଂଖ୍ୟା ବା ବିଯୋଡ଼ା ସଂଖ୍ୟା। ଯେମିତିକି ଦେଖନ୍ତୁ 1 3 5 7 9 11 13 15 17 19 ଏମିତି ହେଇକି ଚାଲିଲା। ତେଣୁ ସେଇଗୁଡ଼ାକ ବିଯୋଡ଼। ମାନେ ଯେତେବେଳେ ଆପଣ ତାକୁ 2ରେ ହରଣ କରିବେ, ସେହି ସଂଖ୍ୟାକୁ ଯଦି 2ରେ ହରଣ କରିବେ, ଦେଖିବେ ତା'ର ଭାଗଶେଷ ସବୁବେଳେ 1 ବାହାରୁଥିବ। 1 ବାହାରିଯିବ ମାନେ ଗୋଟିଏ ବଢ଼ି ପଡ଼ିବ, ତା'ର ଯେଉଁ ଯୋଡ଼ା ସଂଖ୍ୟା ହେଇକି ପୁଣି 1 ବଢ଼ି ପଡ଼ିବ। ତେଣୁ ସେଇଗୁଡ଼ାକ ହେଇଯିବ ଅଯୁଗ୍ମ ସଂଖ୍ୟା। ତେଣୁ ଅଯୁଗ୍ମ ସଂଖ୍ୟା ଆପଣ ଏହାର ଯେଉଁ କନସେପ୍ଟ ବା ଏହାର ଯେଉଁ ଧାରଣା ରହିଛି ସେ ବିଷୟରେ ଆପଣମାନେ ଅଲରେଡ଼ି ପୂର୍ବରୁ କ୍ଲିଅର୍ ହୋଇସାରିଛନ୍ତି। ଯୁଗ୍ମ ସଂଖ୍ୟା କେଉଁଗୁଡ଼ାକ ନା ଦୁନିଆରେ ଯେତେ ସବୁ ସଂଖ୍ୟା ଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ବା ଯୋଡ଼ା ସଂଖ୍ୟା ଯେଉଁଗୁଡ଼ାକ ସେଇଗୁଡ଼ା ହିଁ ହେଉଛି ଯୁଗ୍ମ ସଂଖ୍ୟା। ତାପରେ ଆସିଗଲା ଦେଖନ୍ତୁ ତ୍ରିକୋଣୀୟ ସଂଖ୍ୟା। এই ত্রিকোণীয় সংখ্যা যেটা হল এটা ইন্টারেস্টিং অছি, এইটাকে আমি ভালো ভাবে বুঝিবা। প্রথমে আমি নর্মাল বুঝিবা, তারপরে আমি চিত্র মাধ্যমে বুঝিবা পাই চেষ্টা করিবা। প্রথমে দেখন্তু রহিলা 1, তারপরে রহিলা 3, তারপরে রহিলা 6, তারপরে 10, তারপরে 5 এমতি হইকি চাললা। প্রথমে দেখন্তু 1 রু 3 2 গ্যাপ রয়েছে, 1 রু 3 হলে 2 গ্যাপ রয়েছে মানে 3 - 1। দেখন্তু 2 গ্যাপ রয়েছে। তারপরে যেতবেলে সেই সংখ্যাটি 3 রু 6 পর্যন্ত আসুছি, সেই 3 রু 6 মধ্যে দেখন্তু 3 গ্যাপ রয়েছে। 6 রু 10 কু যেতবেলে আসুছি, সেই 6 রু 10 মধ্যে 4 গ্যাপ রয়েছে বা 4 অন্তর রয়েছে। তারপরে দেখন্তু 10 রু 15 কু গলা বেলে 5 র গ্যাপ রয়েছে। এইভাবে ভাবে সে চালিছি 5 পরে 6, তারপরে 7, তারপরে 8 9 এমতি হইকি সে আগুকু বঢ়িকি চালিব। তেণু ত্রিকোণীয় সংখ্যা যদি আপন সংখ্যা ভাবে এমতি মনে রখিপারিবে যে প্রথম যে 2টি সংখ্যা তা মধ্যে গ্যাপ রহিব 2, তারপরে গ্যাপ রহিব 3, তারপরে গ্যাপ রহিব 4 এমতি হইকি যদি আপন মনে রখিবে তাহলে মনে রখিপারিবে। যদি আপন এহাকু চিত্র মাধ্যমে
ବା ଚିତ୍ର ଦ୍ୱାରା ଦେଖିବା ପାଇଁ ଚାହୁଁଛନ୍ତି ତାହା ମଧ୍ୟ ଆପଣମାନେ ଦେଖିପାରିବେ ଏହି ଭିଡ଼ିଓରେ। ତେବେ ଦେଖନ୍ତୁ ଚିତ୍ର ମାଧ୍ୟମରେ ମଧ୍ୟ ଦିଆହେଇଛି ତ୍ରିକୋଣୀୟ ସଂଖ୍ୟା। ଏଇଠି ଦେଖନ୍ତୁ 1 ରହିଲା, 1ରେ ଆପଣଙ୍କର ଗୋଟିଏ ଡଟ୍ ବା ବିନ୍ଦୁ ଦିଆହେଲା। 3ରେ 3ଟି ବିନ୍ଦୁ ରହିଲା ଯେଉଁଟାକି ଗୋଟିଏ ତିନିକୋଣିଆ ଚିତ୍ର ଆଙ୍କୁଛି ବା ଅଙ୍କନ କରୁଛି। 6 ମଧ୍ୟ ଦେଖନ୍ତୁ ପ୍ରଥମେ 1 ତାପରେ 2 ତାପରେ 3, ଏହା ମଧ୍ୟ ଗୋଟିଏ ତ୍ରିଭୁଜ ଚିତ୍ର ଭଳି ତାର ଷ୍ଟ୍ରକ୍ଚରଟା ବା ଗଠନଟା ସେମିତି ରହୁଛି। 10 ମଧ୍ୟ ଦେଖନ୍ତୁ ପ୍ରଥମେ 1 ତାପରେ 2 3 4, ଏଗୁଡ଼ାକ ସବୁଗୁଡ଼ାକ ମିଶିକି ହେଇଯାଉଛି 10। ତେଣୁ ତାହା ମଧ୍ୟ ଗୋଟିଏ ତ୍ରିଭୁଜ ଆକୃତିର ଯେଉଁ ଚିତ୍ରଟିଏ ଅଙ୍କନ କରୁଛି। ସେଇଭଳି ଏଇଗୁଡ଼ିକ ହେଇଯିବ ତ୍ରିକୋଣୀୟ ସଂଖ୍ୟା। ତାପରେ ବର୍ଗ ସଂଖ୍ୟା ଠିକ୍ ସେହିପରି এইগুଡ଼ାକ ମଧ୍ୟ ଯଦି ଆମେ ବିନ୍ଦୁ ବିନ୍ଦୁ ଭାବରେ ଦେଖିବା ତେଣୁ ସେଇଗୁଡ଼ାକ ହେଇଯିବ ସବୁ ବର୍ଗ ସଂଖ୍ୟା। ଏଇଠି ବି ଦେଖନ୍ତୁ କେମିତି ମନେ ରଖିବେ ନା 1 ରହିଛି, 1ରୁ 4 ଭିତରେ ଦେଖନ୍ତୁ 3 ଗ୍ୟାପ୍ ରହିଛି, 4ରୁ 9 ଭିତରେ ଦେଖନ୍ତୁ 5 ଗ୍ୟାପ୍ ରହିଛି, ତାପରେ 9ରୁ 16 ଭିତରେ ଦେଖନ୍ତୁ 7 ଗ୍ୟାପ୍ ରହିଛି। ମାନେ ଯେତେ ସବୁ ଗ୍ୟାପ୍ ରହିଲା ସେଇଥିରେ 2 2 ବଢ଼ି ବଢ଼ି ଚାଲିଲା। ପ୍ରଥମ ଗ୍ୟାପ୍ ଥିଲା 3, ତାପରେ 3ରୁ ଆଉ 2 ବଢ଼ିଗଲା 5, ମାନେ ତା ପରବର୍ତ୍ତୀ ଗ୍ୟାପ୍ଟି ହେଇଗଲା 5। ତା ପରବର୍ତ୍ତୀ ଯେଉଁ ଗ୍ୟାପ୍ ରହିଲା ତାହା ହେଇଯିବ 7, ତାପରେ ହେଇଯିବ 9, ଏମିତି ସବୁ ବଢ଼ିକି ଚାଲିଛି। ଯଦି ଚିତ୍ର ମାଧ୍ୟମରେ ଦେଖିବେ ତେବେ ଏଇଠି ଦେଖନ୍ତୁ ଚିତ୍ର ବର୍ଗ ସଂଖ୍ୟା କେଉଁଗୁଡ଼ାକ ନା ଏଇଠି ଗୋଟିଏ ରହିଲା, ଯେଉଁଗୁଡ଼ାକ ଗୋଟିଏ ରହିଲା ସେଗୁଡ଼ାକ ଛାଡ଼ନ୍ତୁ, ଗୋଟିଏ ହିଁ ସଂଖ୍ୟା। ତା ପରବର୍ତ୍ତୀ ଯେଉଁଗୁଡ଼ାକ ଆସିଲା 4, ଏଇଟା ଗୋଟେ ବର୍ଗାକୃତି ଅଙ୍କନ କରୁଛି, ବର୍ଗାକୃତି ଟାଇପ୍ର ହେଇଛି, ତେଣୁ ଏଗୁଡ଼ାକ ହେଇଯିବ ବର୍ଗ ସଂଖ୍ୟା। ଦେଖନ୍ତୁ ସବୁଗୁଡ଼ାକ ବର୍ଗ ସଂଖ୍ୟା। ଏବଂ ଏମିତିରେ ବି ଆପଣମାନେ ଜାଣୁଛନ୍ତି 1ର ବର୍ଗ 1 ବା 2ର ବର୍ଗ 2ର ସ୍କୋୟାର, ଯେଉଁଟା 2ର ବର୍ଗ ମାନେ କ'ଣ 2 ଗୁଣନ 2, 2ଟା 2 ଥର ଗୁଣନ ହେଇଛି। 1ର ବର୍ଗ ମାନେ 1ଟା 2 ଥର ଗୁଣନ ହେଇଛି। 3ର ବର୍ଗ ମାନେ 3ଟି 2 ଥର ଗୁଣନ ହେଇଛି। ଏମିତି ଭାବରେ ମଧ୍ୟ ଆପଣମାନେ ବାହାର କରିପାରିବେ, ଯେମିତିକି 1 4 9 16 25 ଏମିତି ସବୁ ହେଇକି ଚାଲିବ। ବର୍ଗ ସଂଖ୍ୟା ପରେ ଦେଖନ୍ତୁ ରହିଲା ଘନ ସଂଖ୍ୟା। ଘନ ସଂଖ୍ୟା ମଧ୍ୟ ଏହି ସମ୍ପର୍କରେ ମଧ୍ୟ ଆପଣଙ୍କର ପୂର୍ବରୁ ପ୍ରାୟ ଧାରଣା ରହିଥିବ। କ'ଣ ପାଇଁ ନା ଦେଖନ୍ତୁ ଘନ ସଂଖ୍ୟା କେଉଁଗୁଡ଼ାକ ମନେ କରନ୍ତୁ ଗୋଟିଏ ଅଙ୍କ ରହିଛି 1ର ଘନ ବା 1ର କ୍ୟୁ, ମାନେ ମନେ କରନ୍ତୁ 2ର କ୍ୟୁ 2 ଟୁ ଦି ପାୱାର 3। ତା ମାନେ ଏହି 2ଟି 3 ଥର ଏମିତି ଗୁଣନ ହେଇକି ଅଛି 2 × 2 × 2। ତାର ଆନ୍ସର ଯାହା ବାହାରୁଛି ସେଇଟା ହେଉଛି 2ର କ୍ୟୁ, ମାନେ 2 2 4 2 8। ଏମିତି 1ର ଯଦି ଆମେ କ୍ୟୁ ବା 1ର ଯଦି ଆମେ ଘନ ଦେଖିବା ତାହେଲେ 1 ଗୁଣନ 1 ଗୁଣନ 1, ତା ମାନେ ତାର ଆନ୍ସର ହେଇଯିବ 1। ତେଣୁ ସେଇଭଳିଆ ସବୁ ହେଇଛି। ଦେଖନ୍ତୁ ପ୍ରଥମେ ଯେଉଁ ରହିଛି 1, ଏଟା ହେଲା 1ର କ୍ୟୁ, ତାପରେ 8 ହେଇଗଲା 2ର କ୍ୟୁ, ମାନେ 2 × 2 × 2, 2 2 4 2 8, ତାର ଆନ୍ସର ହେଇଯିବ 8। ତେଣୁ ସେହି ହିସାବରେ ଦିଆଯାଇଛି 1, 2ର କ୍ୟୁ ହେଲା 8, 3ର କ୍ୟୁ ହେଲା 27, 4ର କ୍ୟୁ ହେଲା 64, 5ର କ୍ୟୁ ହେଲା 125, 6ର କ୍ୟୁ ହେଲା 216 ବା 216, ଏମିତି ହେଇକି ଚାଲିଲା। ତାପରେ ଯେମିତି ରହିଗଲା ବିରହାଙ୍କ ସଂଖ୍ୟା। ବିରହାଙ୍କ ସଂଖ୍ୟା ବିଷୟରେ ଯଦି ଆପଣଙ୍କର ଧାରଣା ନାହିଁ ତାହେଲେ ଦେଖନ୍ତୁ କ'ଣ ହେଉଛି। ପ୍ରଥମେ ଦେଖନ୍ତୁ ରହିଲା 1 ରହିଲା, ତାପରେ ରହିଲା 2। ଏଇଠି ଦେଖନ୍ତୁ କ'ଣ ହେଇଗଲା, ତାପରେ ଦେଖନ୍ତୁ 1 ଏବଂ 2 ଯେଉଁ ମିଶିଗଲା ପରେ କେତେ ହେଲା 3, 1 + 2 = 3, ତାପରେ ହେଇଗଲା 3। 1 2 ମିଶିଗଲା ପରେ ହେଇଗଲା 3। ଠିକ୍ ସେହିପରି 2 ଏବଂ 3 ମିଶିଲେ ହେଇଯାଉଛି 5, ତାପରେ 3 ଏବଂ 5 ମିଶିଗଲା ପରେ ହେଇଯାଉଛି 8, ତାପରେ 8 ଏବଂ 5 ମିଶିଗଲା ପରେ ଏଇ ଜାଗାରେ ଭୁଲ ଦିଆହେଇଛି, ଏଠି 13 ହେଇଯିବ। କିଛି କିଛି ଜାଗାରେ ଭୁଲ ରହୁଛି, କିନ୍ତୁ ସେଇ ଭୁଲକୁ ରେକ୍ଟିଫାଇ କରିକି ବା ତାକୁ ଆମେ ସଠିକ୍ ଭାବରେ ଜାଣିକି ଆମେ ତାର ସଠିକ୍ ଉତ୍ତର ଜାଣିବା ପାଇଁ ଚେଷ୍ଟା କରିବା। ତେବେ ଏଇ ଜାଗାରେ ହେଇଯିବ 13। 13 କ'ଣ ପାଇଁ ହେବ ନା ଯେହେତୁ ତା ପୂର୍ବ ସଂଖ୍ୟାଟି କେତେ ରହିଛି ନା 5 ଏବଂ 8 ରହିଛି, ତେଣୁ 8 ଏବଂ 5 ହେଇକି 13 ହେଇଯିବ। 13 ଏବଂ 8 ମିଶିକି ହେଇଯାଉଛି 21। ସେହିଭଳି ଭାବରେ ଚାଲିଛି, ଯେମିତିକି ପ୍ରଥମେ ରହିଲା 1, ତାପରେ ଆସିଗଲା 2, ମାନେ 1 ଏବଂ 2 ମିଶିକି ହେଇଯାଉଛି 3, ତାପରେ 3 ବାହାରିଲା, ତା ପୂର୍ବ ସଂଖ୍ୟାଟି ଥିଲା 2, 3 ଏବଂ 2 ମିଶିକି ହେଇଯାଉଛି 5, 5 ବାହାରିଲା, ତାର ପୂର୍ବ ସଂଖ୍ୟା ଥିଲା 3, 5 ଏବଂ 3 ମିଶିକି ହେଇଯାଉଛି 8, 8 ବାହାରିଲା, 8ର ପୂର୍ବ ସଂଖ୍ୟା ଥିଲା 5, 8 ଏବଂ 5 ମିଶିକି ହେଇଯାଉଛି 13, 13 ବାହାରିଗଲା, 13ର ପୂର୍ବ ସଂଖ୍ୟା ଥିଲା 8, 13 + 8 ହେଲେ ହେଇଯାଉଛି 21। ଏହିଭଳି ଭାବରେ ଚାଲିବ ତାର ଯେତେ ସବୁ ବିରହାଙ୍କ ସଂଖ୍ୟା। ବାକି এইଗୁଡ଼ା ତ ଆପଣମାନେ ଜାଣିଛନ୍ତି 1 2 4 8 16, ଯେମିତିକି 2 ଆଧାର ବିଶିଷ୍ଟ ସଂଖ୍ୟା, ଯେମିତିକି 1 ସାଙ୍ଗରେ 2 ଗୁଣନ ହେଲା 2 ହେଲା, 2 ସାଙ୍ଗରେ
पुणी 2 गुणन है 4 पुणी 4 संगे 2 गुणन है 8 8 संगे 2 गुणन है 16 एमती सब 2 2 गुणन होगी चली जमीक 1 × 2 = 2 पुणी 2 बाहर 2 संगे पुणी 2 गुणन हम = 4 4 बाहर पुणी 4 संगे 2 × हो 4 2 8 एमती से आग को बढ़ी चलो तेणु 2 आधार विशिष्ट घात संख्या तापर रहा ठीक से हीपरी सब गुड़ाक 3 3 गुणन हो 1 × 3 = 3 पुणी 3 बाहर 3 × 3 3 संगे पुणी 3 गुणन हम 9 पुणी 9 संगे 3 गुणन हम 27 पुणी 27 संगे 3 गुणन हम हो 81 एमती से आग को बढ़ी चलो एवं यहीटा हो 3 आधार विशिष्ट संख्या तेणु कौ जगार केते गैप रोचे केमती भाव में संख्या गुड़िक मिसिला परे बा केते केते मिसिला परे केते होउची बा तार जो कहि परिबे गणितर जो संरचना बा तार जो स्ट्रक्चर तार गठन केमती कौन हो पारुची ताकू जदि आपण माने टिके एटा भल भाव में बारंबार लेखि लेखि प्रैक्टिस करेंगे बारंबार पढ़ी पढ़ी टिके मन रखा चेष्टा करेंगे तेबे परवर्ती जो मैथ गुड़ाक थिबो एही मैथमेटिक्स बहिर सब गुड़ाक आपणकर इजी हो सब जानीपर भल भाव में ता परवर्ती देखंतु जो सारणीटी गोटे रहिला पृष्ठा नंबर 4 रे से ही सारणी 2 रे एठी सब दिया हिची जेमिति कि समस्त एक माने सबु संख्या गुड़िक एक एठी जो गोटे बिंदु दिया पुणी गोटे बिंदु दिया पुणी सब जगह गोटे लेखा बिंदु दिया माने क्लियर बुझा पड़े गुड़ाक सब गुड़ाक एक तेणु ये संख्या बा चित्र माध्यम दिखाई जो चित्रित उपस्थापना चित्र माध्यम बुझा जापर देखो ये जगह कौन है ना गणन संख्या गोटे बिंदु थिला तापर 2टी बिंदु है 3टी बिंदु है 4टी बिंदु है एमती गणन संख्या आग को बढ़ी चलला तापर देखो एमती बढ़ी चलला परे कौन है ना अजुग्म संख्या कौ गुड़ाक 2टा नहीं कि आम कहीपर गोटे जोड़ा जमती कि गोटे जोड़ा इयर रिंग्स बा कानफुल गोटे हल चप्पल बा गोटे जोड़ा जोता गोटे जोड़ा रिंग बा चूड़ी एमती आम कहीपर तेणु जेहेतु ये गोटे ही मात्र रही तार आउ सेमती सांग कहीं ना तेणु से एकला रहीगला माने अजुग्म संख्या पुणी देखु 3 3 ये जगह देखु 3टी डट रहा माने मन करूँ ये 2टी डट से हेले गोटे जोड़ा आउ गोटे डट अधिक हो जाऊँगी बिंदु अधिक हो जाऊँगी तेणु से है अजुग्म संख्या ये देखु 5 रे भी सेमती होती 2टा नहीं कि गोटे जोड़ा पुणी 2टा नहीं कि गोटे जोड़ा तापर आउ गोटे बिंदु अधिक रही जाऊँगी पुणी ये हो जाऊँगी 2टी नहीं कि गोटे जोड़ा पुणी 2 नहीं कि गोटे जोड़ा पुणी 2 नहीं कि गोटे जोड़ा लास्ट रे गोटे बिंदु अधिक रही जाऊँगी तेणु यही गुड़ाक जिते सब बिजोड़ा संख्या सब हो अजुग्म संख्या जुग्म संख्या सब गुड़ाक हो जोड़ा संख्या माने 2 नहीं कि गोटे जोड़ा एठी भी 2 2 नहीं कि जोड़ा होती पुणी 2 गोटे जोड़ा पुणी 2 गोटे जोड़ा पुणी 2 गोटे जोड़ा एमती होकर जुग्म संख्या सृष्टि होती बाकी जो त्रिकोणीय संख्या कौन होची ना ये त्रिभुज आकृतिर चित्र अंकन करुच्ची से त्रिकोणीय संख्या ठीक से हीपरी वर्ग संख्या ना गोटे वर्ग चित्र भली जदि तैयारी करुच्ची से बिंदु गुड़ाक ताले से गुड़ाक हो वर्ग संख्या एवं घन संख्या कौन ना से आकृति गुड़िक जदि घनाकृति विशिष्ट हो जाउची बा घन आकृतिर होउची बा सेमती घनकृति चित्र तैयारी करुच्ची ताले से गुड़ाक हो घन संख्या एमती हो गला परे देखंतु 8 तापर रहिला 27 से गुड़ाक घन आकृति तैयारी करि पारुची तेणु से गुड़ाक हो घन संख्या ता परवर्ती जो दियाला देखंतु एटी केते गुडी दियाला सारणी 2 रे दिया जाइथिबा संख्या क्रमर चित्रित उपस्थापना को निज खातार लेख एवं प्रत्येक क्रम पई परवर्ती चित्र अंकन करो एगुड़ाक प्राय बुझी पारले जेमति कि रहिला 1 3 6 10 15 को त्रिकोणीय संख्या कुहा जाए काहे कुहा जाए ताहा पचारिला तापरे 1 4 9 16 25 एगुडी को काहे वर्ग संख्या कुहा जाए ना तार बिंदु गुड़िक जते बेले देखिबा से गुड़िक वर्ग आकृतिर हेई पारुची बोली ताकू वर्ग संख्या कुहा जिवो त्रिभुज आकृतिर हेले ताकू त्रिकोणीय संख्या कुहा जाई परिबो एवं त्रिभुज आकृति कला माने से तो 3टा कोण से सृष्टि करूची तेणु त्रिकोणीय तो निहाती भाव में हबो ठीक सेही परी एगुडी को कुहा जाईची तापरे एमती जहा कुहा आइची 36 टी बिंदु नहीं कि जो कुहा आइची से हिसाब रे करिवे खातारे तेणु एथिरु जणा जाउची जे संख्या गुडी को भिन्न भिन्न उपाय रे परिस्थिति अनुसार उपस्थापना करा जाई पारिबो तेणु अलग अलग परिस्थिति को नहीं कि अलग अलग सब संख्यार गठन हेई थाए जेमति कि एठी दिया हला एठी षडभुज तैयारी करला ये जो बिंदु गुडी को रहिची बिंदु गुडी को षडभुज तैयारी करूछंती तेणु एठी पचारा गला जे एगुडे कर तुमे कोन नाम दबो एवं तार आंसर मध्ये एठी दिया हिची षडभुजीय संख्या एई जो संख्या गुडी को तैयारी होउची जो गुडा को षडभुज अंकन करूची
ସେଇଟା ହେଇଯିବ ଷଡ଼ଭୁଜୀୟ ସଂଖ୍ୟା। କେମିତି ହେଲା ଦେଖନ୍ତୁ, ପ୍ରଥମେ ରହିଲା 3, ତାପରେ 4, ତାପରେ 5, 5 ପରେ ପୁଣି କମିଗଲା 4, ପୁଣି 3, 3, 4, 5, ପୁଣି 4, 3, ପ୍ରଥମେ 3ଟି ଡଟ୍, ତାପରେ 4ଟି ଡଟ୍, ତାପରେ 5ଟି ଡଟ୍, ପୁଣି 4ଟି ଡଟ୍, ତାପରେ 3ଟି ଡଟ୍। ଏମିତି ହେଇଗଲେ ଏଗୁଡ଼ିକ ଷଡ଼ଭୁଜ ଆକୃତିର ଅଙ୍କନ କରୁଛି, ତେଣୁ ଏଗୁଡ଼ିକ ହେଇଯିବ ଷଡ଼ଭୁଜୀୟ ସଂଖ୍ୟା। ତାପରେ ଦେଖନ୍ତୁ ସଂଖ୍ୟା କ୍ରମମାନଙ୍କ ମଧ୍ୟରେ ସମ୍ପର୍କ। ଏଇଟା ବି ଯାହା ରହିଲା, ଏଇଟା ଆମେ ପରବର୍ତ୍ତୀ ପାର୍ଟରେ ଏଇ ଯେଉଁ ଅଧ୍ୟାୟଟି ରହିଲା ଏଟାକୁ ଆମେ 2ଟା ପାର୍ଟରେ ଦେଖିବା, ତେଣୁ ଏଇଟାକୁ ଆମେ ପରବର୍ତ୍ତୀ ପାର୍ଟରେ ଆଲୋଚନା କରିବା। ଯେହେତୁ ଆଜିର ଏହି ଭିଡ଼ିଓଟି ଅନେକ ଲେନ୍ଦି ହେଇଯିବ, ବଡ଼ ହେଇଯିବ, ତେଣୁ ଆମେ ଏହାକୁ ପରବର୍ତ୍ତୀ ପାର୍ଟ ବା ପରବର୍ତ୍ତୀ ଅଧ୍ୟାୟରେ ଆମେ ଦେଖିବା ବା ତାହା ବିଷୟରେ ବୁଝି ନେବା। ତେଣୁ ଆଜିର ଭିଡ଼ିଓରେ ଏତିକି।